स्वभाव कवि गंगाधर मेहेरଙ୍କର ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଅତୁଳନୀୟ। ସର୍ବଦା ଅର୍ଥାଭାବ ଦାରିଦ୍ର୍ୟରେ ଜୀବନଯାପନ କରିବା ସହିତ କୌଣସି ବିଶେଷ ଶିକ୍ଷାଗତ ସାଫଲ୍ୟ ବିନା ହିଁ ତାଙ୍କ ବିଲକ୍ଷଣ କାବ୍ୟ ପ୍ରତିଭା ଓଡ଼ିଆ ସାହିତ୍ୟକୁ ତାଙ୍କ ଚିରସବୁଜ ଅମର ରଚନାବଳୀରେ ନବ ସୌନ୍ଦର୍ଯ୍ୟ ପ୍ରଦାନ କରିଛି। ତାଙ୍କ ଦ୍ୱାରା ରଚିତ ତପସ୍ୱିନୀ କାବ୍ୟ ଧୀବନ୍ତ ବିଦଗ୍ଧ ପାଠକ ପାଠିକାମାନଙ୍କ ପାଇଁ ପ୍ରୀତିର ଏକ ମହାର୍ଘ୍ୟ ପବିତ୍ର ଉପହାର। କିନ୍ତୁ କ୍ୱଚିତ୍ ରସଗ୍ରାହୀଙ୍କୁ ଜ୍ଞାତ ଥିବ ଯେ ଏହି ତପସ୍ୱିନୀ କାବ୍ୟର ମୂଳଦୁଆ ତାଙ୍କ ଦ୍ୱାରା ରଚିତ କବିତା କଲ୍ଲୋଳର ପ୍ରଥମ କବିତା ପ୍ରଣୟାଙ୍କୁର ମାଧ୍ୟମରେ ହିଁ ଆତ୍ମପ୍ରକାଶ କରିଥିଲା। ସୁଧୀ ଶ୍ରୋତାଗଣଙ୍କ ନିବେଦନରେ ପ୍ରସ୍ତୁତ ସ୍ୱଭାବ କବିଙ୍କ କବିତା ପ୍ରଣୟାଙ୍କୁରର ସମ୍ପୂର୍ଣ୍ଣ ସଂକ୍ଷିପ୍ତ କଥାବସ୍ତୁ। ପ୍ରଣୟାଙ୍କୁର କବିତାରେ ସ୍ୱଭାବ କବି ଗଙ୍ଗାଧର ମେହେର ବର୍ଣ୍ଣନା କରିଛନ୍ତି କିପରି ଭାବେ ଶକୁନ୍ତଳାଙ୍କ ହୃଦୟରେ କେଉଁ ପରିସ୍ଥିତିରେ ଏବଂ କାହା ପ୍ରତି ପ୍ରଥମ ଥର ପ୍ରଣୟର ନବବୀଜ ଅଙ୍କୁରିତ ହୋଇଥିଲା। ଏକଦା ମୃଗୟା ପାଇଁ ନୃପତି ନରେଶ ଦୁଷ୍ମନ୍ତ ଧନୁଶରରେ ସଜ୍ଜିତ ହୋଇ ପ୍ରଫୁଲ୍ଲ ବଦନରେ ବନରେ ବିହାର କରିବା ଅବସରରେ ହଠାତ୍ ଏକ ମୃଗକୁ ଅବଲୋକନ କରୁଛନ୍ତି। ସେ ମୃଗ ଅକସ୍ମାତ୍ ନୃପତିଙ୍କ ସମ୍ମୁଖରେ ପ୍ରକଟ ହୋଇ ଧନୁଶରଧାରୀ ରାଜାଙ୍କୁ ଦେଖିବା ମାତ୍ରେ ପ୍ରଖର ବେଗରେ ଗତି କରିବାକୁ ଲାଗିଲା। ଦୁଷ୍ମନ୍ତଙ୍କ ସାରଥୀ ମଧ୍ୟ ସେ ମୃଗର ପଶ୍ଚାଧାବନ କରିବା ନିମିତ୍ତ ଅଶ୍ୱର ବେଗ ବଢ଼େଇ ମୃଗ ଯାଉଥିବା ଦିଗରେ ଅଗ୍ରସର ହେଲା। କିନ୍ତୁ ସେ କୃଷ୍ଣସାର ମୃଗ ସ୍ୱଭାବ ସୁଲଭ ରୀତିରେ ଲମ୍ଫ ପ୍ରଦାନ କରି ଲତାମୟ ନିଘଞ୍ଚ ଅରଣ୍ୟକୁ ଭେଦ କରି ଚାଲିଥାଏ। କେତେବେଳେ ଗ୍ରୀବା ଭଙ୍ଗ କରି ଶିକାର କରିବାକୁ ଉଦ୍ୟତ ରାଜାଙ୍କୁ ଦେଖୁଥାଏ, ଆଉ ତଳିତ ବେଗରେ ନିଭୃତ ଅରଣ୍ୟ ମଧ୍ୟରେ ଆଗକୁ ଆଗକୁ ବଢ଼ି ଚାଲିଥାଏ। ଏମିତି ନିଘଞ୍ଚ ଅରଣ୍ୟ ମଧ୍ୟରେ ଦ୍ରୁତଗାମୀ ମୃଗ ଉପରେ ସରସନ୍ଧାନ କରିବାରେ ଅକ୍ଷମ ନୃପତି ଦୁଷ୍ମନ୍ତ ରଥ ଉପରେ ଆରୂଢ଼ ହୋଇ ସେ ମୃଗର ପଶ୍ଚାତ୍ ଧାବନ କରୁଥାନ୍ତି। ଅରଣ୍ୟର ଅଭେଦ୍ୟ ଦୃଶ୍ୟ ହଠାତ୍ ପରିଷ୍କାର ଭାବରେ ଦୃଷ୍ଟିଗୋଚର ହେଲା। ଏବେ ଏକ ଖୋଲା ଉପବନରେ ରାଜାଙ୍କର ରଥ ମୃଗକୁ ଅନୁଧାବନ କରି ଚାଲିଥିଲା। ପ୍ରକୃତ ଅବସର ଦେଖି ରାଜା ମୃଗ ପ୍ରତି ନିଜ ଧନୁରେ ସରସନ୍ଧାନ କରିବାରେ ଚେଷ୍ଟିତ ହେଲେ। ଯୋଜନ ବ୍ୟାପୀ ବିସ୍ତୃତ ପ୍ରାନ୍ତର ଏବେ ଆଉ ନାହିଁ ମୃଗର ନିସ୍ତାର। ଏମନ୍ତ ବିଚାରି ସରସନ୍ଧାନର ଅବ୍ୟବହିତ ହେବା ପୂର୍ବରୁ ରାଜା ହଠାତ୍ ଶୁଣିଲେ ଏକ ଉଚ୍ଚ ନିବେଦନ, ମାରନା ମାରନା, ଏ ଆଶ୍ରମର ମୃଗ। ରାଜା ସ୍ତବ୍ଧ ହୋଇ ଦେଖିଲେ ସମ୍ମୁଖରେ ତପସ୍ୱୀ ଯୁଗଳ ଉପସ୍ଥିତ। ରାଜା ତପସ୍ୱୀଙ୍କ ନିକଟରେ ରଥ ରଖି ସସମ୍ମାନେ ହସ୍ତ ଟେକି ପ୍ରଣାମ କରିଲେ। ତପସ୍ୱୀ ଶ୍ରଦ୍ଧା ଓ ସମ୍ମାନର ସହ କହିଲେ, ହେ ବୀର ପ୍ରତାପୀ ନୃପତି, ଏ ଏକ ସାମାନ୍ୟ ମୃଗ ଯେ ଆଶ୍ରମରେ ପାଳିତ। ଆପଣଙ୍କର ବଜ୍ରସମ ବାଣରେ ମୃତ୍ୟୁବରଣ କରିବାକୁ ଏ ନିରୀହ ପ୍ରାଣୀ କେବେ ବି ଯୋଗ୍ୟ ନୁହେଁ। ଅତଏବ ଏହି ଦୁର୍ବଳ ପ୍ରାଣୀ ପ୍ରତି ଦୟାର ଅନୁଦାନ ପ୍ରଦାନ କରିବା ଆପଣଙ୍କ କର୍ତ୍ତବ୍ୟ। ରାଜା ଦୁଷ୍ମନ୍ତ ଧନୁତୀରକୁ ପ୍ରତ୍ୟାହାର ପୂର୍ବକ ତପସ୍ୱୀମାନଙ୍କ ଆଗ୍ରହକୁ ସବିନୟ ଗ୍ରହଣ କଲେ। ଋଷିମାନେ ନୃପତିଙ୍କର ଏପରି ସ୍ୱଭାବରେ ଅତ୍ୟନ୍ତ ଆନନ୍ଦିତ ହୋଇ ଅନେକ ପ୍ରଶଂସା କରିବାକୁ ଲାଗିଲେ। ବିପୁଳ ଆନନ୍ଦରେ ଛାମୁଙ୍କୁ ଆଶ୍ରମରେ ଆତିଥ୍ୟ ଗ୍ରହଣର ନିବେଦନ ମଧ୍ୟ କରିବାକୁ ଲାଗିଲେ। ଆପଣଙ୍କ ପରି ଧର୍ମପରାୟଣ ରାଜାଙ୍କର ଅନୁକମ୍ପା ଦ୍ୱାରା ତପସ୍ୱୀମାନେ ସ୍ୱଚ୍ଛନ୍ଦରେ ଧ୍ୟାନ ଯଜ୍ଞ କରିପାରିଛନ୍ତି। ଛାମୁଙ୍କ ଶାସନରେ କୌଣସି ଅଶାନ୍ତି ନାହିଁ। ଛାମୁଙ୍କର ଶାସନ ପ୍ରତିଭାକୁ ସର୍ବଦା ଋଷିମୁନିମାନେ ପ୍ରଶଂସା କରିଥାନ୍ତି। ଯଦି ଛାମୁ ଏମିତି ହିଁ ବାହୁଡ଼ି ଯିବେ, ତେବେ ଏହି ଘଟଣା ସମଗ୍ର ଋଷିକୁଳ ପାଇଁ ଅପମାନର କାରଣ ହେବ। ତପସ୍ୱୀମାନଙ୍କର ଅନାବିଳ ସ୍ନେହ ଓ ଆଗ୍ରହରେ ନୃପକେଶରୀ ବିଗଳିତ ହେଲେ। ତପସ୍ୱୀମାନେ ଅନୁରୋଧ ପୂର୍ବକ ନିବେଦନ କରିବାକୁ ଲାଗିଲେ, ଆପଣଙ୍କ ସତ୍କାର ଆମର ସତ୍କୃତ ଭାବେ ପରିଗଣିତ ହେବ, ଅନ୍ୟଥା ଆମ୍ଭେ ସମସ୍ତେ ଆଶ୍ରମର ବାସୀମାନେ ମହର୍ଷିଙ୍କ ଦ୍ୱାରା ତିରସ୍କୃତ ହିଁ ହେବୁ। ଋଷିମାନେ ଅନୁରୋଧ ପୂର୍ବକ ନିବେଦନ କରି କହିଲେ, ମହର୍ଷିଙ୍କର ଆଶ୍ରମ ସନ୍ନିକଟସ୍ଥ ମାଳିନୀ ନଦୀ କୂଳରେ। ମହର୍ଷି କଣ୍ୱ ଏବେ ତୀର୍ଥ ପରିଭ୍ରମଣରେ ଥିବା ଯୋଗୁଁ ଅନୁପସ୍ଥିତ, କିନ୍ତୁ ଆଶ୍ରମର କୁଟୀରରେ ତାଙ୍କ ଦୁହିତା ଅଛନ୍ତି। ତପସ୍ୱୀମାନଙ୍କ ଆଗ୍ରହରେ ନୃପତି ସେହି ଆଶ୍ରମର ଭୂମି ଦର୍ଶନ ପଥରେ ଅଗ୍ରସର ହୁଅନ୍ତି। ତପବନର ଅପୂର୍ବ ଶୋଭାରେ ଆକୃଷ୍ଟ ହୋଇ ରାଜା ଆଗକୁ ବଢ଼ି ଚାଲିଥିବା ବେଳେ ବୃକ୍ଷଲତାମୟ ସୌନ୍ଦର୍ଯ୍ୟକୁ ଉପଭୋଗ କରି ଆତ୍ମହରା ହୋଇ ଉଠୁଥାନ୍ତି।
ଗୋଟିଏ ପାର୍ଶ୍ୱର ଶୋଭାଠୁ ଅଧିକ ଅନ୍ୟ ପାର୍ଶ୍ୱର ଚାରୁଲତାପୂର୍ଣ୍ଣ ଶୋଭା ସମ୍ପଦ। ଏ ତପଭୂମିର ଉପବନ ସତେଅବା ଏକ ସ୍ୱର୍ଗୀୟ କାନନ। ଯେମିତି ନୟନ ପଥରେ ସୁନ୍ଦରତାର ଅମୃତ ଝରୁଥିଲା। ନରେଶ ଦୁଷ୍ମନ୍ତ ଅଶ୍ୱ ସଂଲଗ୍ନିତ ରଥ ଉପରୁ ଅବତରଣ କରି ତୃଣଚ୍ଛାଦିତ ସୁରମିତ ଚଲାପଥରେ ପଦଚାଳନା ପୂର୍ବକ ଅଗ୍ରସର ହେଲେ। ସବୁଜ ବର୍ଣ୍ଣରେ ମୁକୁଟ ପରି ସଜ୍ଜିତ ଏକ ବିଶାଳ ବୃକ୍ଷର ଛାୟାରେ ଦଣ୍ଡାୟମାନ ମହୀପତି ନୃପଶ୍ରେଷ୍ଠ ବିଚାର କରୁଥାନ୍ତି ଯେ ଏହି ଶୀତଳ ଛାୟାର ଆଶ୍ରୟ ତୁଳନାରେ ରାଜଛତ୍ରର ପରିପାଟର ଆଡ଼ମ୍ବରର ଛାୟା କେତେ କ୍ଷୁଦ୍ର, କେତେ ଅଳିକ। ଏହି କାରଣରୁ ରଘୁବଂଶର ମହାନ ରାଜାମାନେ ପୁତ୍ର ହସ୍ତରେ ରାଜପଦ ସମର୍ପଣ କରି ଅବଶିଷ୍ଟ ଜୀବନ ଶାନ୍ତି ଲାଭ କରିବା ପାଇଁ ଶାନ୍ତ ତପବନକୁ ହିଁ ଚାଲି ଆସୁଥିଲେ। ଏହିପରି ଭାବନାରେ ମଗ୍ନ ଥିବା ସମୟରେ ସେ କିଛି ରମଣୀମାନଙ୍କ ରମଣୀୟ କଣ୍ଠସ୍ୱର ଶୁଣି ଚମକି ପଡ଼ିଲେ। ସମ୍ମୁଖରେ ବା ନିକଟରେ କେହି ନଥିଲେ। ଶବ୍ଦ ଆସୁଥିବାର ଦିଗକୁ ଏକ ବୃକ୍ଷ ଆଢ଼ୁଆଳରେ ରହି ଅନୁଧ୍ୟାନ କଲେ। ଦୃଷ୍ଟିଗୋଚର ହେଲେ 3 ଅନିନ୍ଦ୍ୟ ରୂପବତୀ ଲଳନା। ବାମ ପାର୍ଶ୍ୱରେ ଜଳକୁମ୍ଭ ଧରି ଅଙ୍ଗଲତିକା ଦୋହଲାଇ ପରସ୍ପର ସହିତ କୌତୁକ ପ୍ରେମାଳାପ କରି ମନ୍ଥର ଗତିରେ ଏକତ୍ର ଚାଲିଥିଲେ। ସେମାନଙ୍କର କଥୋପକଥନ ଶୁଣି ନୃପତି ଜାଣିପାରିଲେ ତନ୍ମଧ୍ୟରୁ ଜଣେ କଣ୍ୱଙ୍କର ଦୁହିତା ଶକୁନ୍ତଳା ଏବଂ ଅନ୍ୟ ଦୁହେଁ ତାଙ୍କର ସହଚରୀ ପ୍ରିୟମ୍ବଦା ଓ ଅନୁସୟା। ଶକୁନ୍ତଳାଙ୍କର ଦିବ୍ୟ ଅମୃତ କଳସ ପରି ରୂପମାଧୁରୀ ରାଜାଙ୍କର ହୃଦୟ ରାଜ୍ୟକୁ ଅଧିକାର କରିଲା। ବକ୍କଳ ପରିଚ୍ଛଦରେ ଆବୃତ ଥିଲେ ମଧ୍ୟ ଲଳନାର ଲାବଣ୍ୟ ପ୍ରଭା ବିସ୍ଫାରିତ ହୋଇ ପଡ଼ୁଥିଲା। କିଛି ଏମିତି ଭାବରେ ଯେମିତି ଶିବଙ୍କ ଜଟା ମଧ୍ୟରୁ ଅର୍ଦ୍ଧଚନ୍ଦ୍ରମାର ଶୋଭା ଅବା ଶୈବାଳ ବେଷ୍ଟିତ ଏକ କମନୀୟ ପଦ୍ମଫୁଲ। ଶକୁନ୍ତଳାଙ୍କର ଯୌବନ ପ୍ରଭାରେ ଉଜ୍ଜ୍ୱଳ ମୁଖମଣ୍ଡଳ ଉପରେ ଫୁଟି ଉଠିଥିବା ସ୍ୱେଦ କଣିକା ସବୁ କଅଁଳ ପଦ୍ମ ପାଖୁଡ଼ା ଉପରେ ଝରି ପଡ଼ିଥିବା କାକରର ବୁନ୍ଦା ଗୁଡ଼ିକ ପରି ନୃପତି ଦୁଷ୍ମନ୍ତଙ୍କୁ ମନେ ହେଲା। ସେ ହୃଦୟରୁ ବିଚାର କରିଲେ, ବିଶ୍ୱଶିଳ୍ପୀଙ୍କର ଏ ଅମୂଲ୍ୟ ଅତୁଲ୍ୟ ଉତ୍କର୍ଷତା ଯାହା ଭାଗ୍ୟଦେବୀଙ୍କର ଭୂଷଣ ହେବାର ଯୋଗ୍ୟ, ତାହା କ'ଣ କେବେ କୌଣସି ନରଭାଗ୍ୟର ଉପବନକୁ ଶୋଭିତ କରିବ ଅବା ଚିରଦିନ ଏହି ତପବନର ସୌନ୍ଦର୍ଯ୍ୟକୁ ହିଁ ସମ୍ପାଦିତ କରୁଥିବ। ଏହି ସମୟରେ ଶକୁନ୍ତଳାଙ୍କର ଦୃଷ୍ଟିଗୋଚର ହୁଏ ପଥ ପ୍ରାନ୍ତରେ ବଢ଼ିଥିବା ଏକ ନିଆଳି ଲତା, ଯାହାକୁ ସେ 3 ଦିନ ପରେ ଦେଖୁଥିଲେ। ନିଆଳି ପ୍ରଶାଖାର ମୂଳମାନଙ୍କରେ ପୁଷ୍ପ କଢ଼ି ସବୁ ଫୁଟି ଉଠିଥାଏ। କେତେକ କଢ଼ି ବାହାରକୁ ବଢ଼ି ଯାଇଥିଲେ, ଆଉ କିଛି କଢ଼ି ରାଜକୀୟ ରଙ୍ଗରେ ପୂର୍ଣ୍ଣ ହୋଇ ପ୍ରସ୍ଫୁଟିତ ହେବା ପାଇଁ ଶୁଭ ରଜନୀ ମୁହୂର୍ତ୍ତକୁ ପ୍ରତୀକ୍ଷା କରିଥାନ୍ତି। କିଛି ବିକଶିତ ଫୁଲ ଲତାର ଶୋଭାବର୍ଦ୍ଧନ କରୁଥାନ୍ତି। ଶକୁନ୍ତଳାଙ୍କର ନୟନ ସହିତ ମନ ମଧ୍ୟ ଆନନ୍ଦରେ ପ୍ରଫୁଲ୍ଲିତ ହୋଇ ଉଠିଲା। ସଖୀମାନଙ୍କର ଧ୍ୟାନ ଆକର୍ଷଣ କରି ସେ କହିଲେ, ଦେଖ ମୋ ନିଆଳି ଲତା ନବକୁସୁମିତ ହୋଇଯାଇଛି। ତାଙ୍କ ଆହ୍ଲାଦକାରୀ ବଚନରେ ଏପରି ଅସ୍ଫୁଟ ମଧୁର ହାସ୍ୟ ମିଶିଥାଏ ଯେପରି ଆଖୁରସ ମଧ୍ୟରେ ଶର୍କରା ଗୋପନରେ ରହିଥାଏ। ସଖୀମାନେ ନିଆଳି ଲତାର ଚତୁଃପାର୍ଶ୍ୱରେ ବୁଲି ବୁଲି ନିରୀକ୍ଷଣ କରିବାକୁ ଲାଗିଲେ। ଜଣେ କହିଲା, ଏ ଫୁଲ ସବୁ ଗତ ରଜନୀରେ ଫୁଟିଥିଲା। ଅପର ଜଣେ କହିଲା, ଏ କଢ଼ି ସବୁ ଆଜି ହିଁ ଫୁଟିବେ। ପ୍ରିୟମ୍ବଦା ତହିଁରୁ କହି ଉଠିଲା, ସଙ୍ଗାତ ଏଇ ଶୁଭ ସମୟରେ ପ୍ରସ୍ଫୁଟିତ ଆମ୍ରବୃକ୍ଷ ସହିତ ଏ ବଣଲତିକାର ପରିଣୟ କରିଦିଅ। ଶକୁନ୍ତଳା ହସି ହସି କହିଲେ, ବିବାହ ରୀତି ମୋତେ ଜଣା ନାହିଁ, ତୁମକୁ ଅବଶ୍ୟ ଜଣାଥିବ, ତେଣୁ ତୁମେ ହିଁ ପୁରୋହିତ ହେଇ ଏ ବିବାହର ବିଧି ସମ୍ପନ୍ନ କର। ପ୍ରିୟମ୍ବଦା ତହିଁ କହିଲେ, ତେବେ କୁମାରୀ କଥା ଦିଅ, ତୁମ ବିବାହରେ ପୁରୋଧା ହେବା ପାଇଁ ମୋତେ ହିଁ ବାଛିବ। ଶକୁନ୍ତଳା ସଲ୍ଲଜ ବଦନରେ କହିଲେ, କେତେ କଥା ତୁମେ କହି ଜାଣ ସଖୀ, ଉପସ୍ଥିତ କାର୍ଯ୍ୟ ସାଧନ ନ କରି ଭବିଷ୍ୟତର କଥା ନେଇ ଆଣ। ଏପରି କଥୋପକଥନ ଶୁଣି ନୃପତିଙ୍କ ମନରେ ବାଳାର ପରିଣୟ ଆଶା ଅଙ୍କୁରିତ ହେଲା। ତାଙ୍କୁ ମନେ ହେଲା, ଯଦି ଭାଗ୍ୟରେ ଏହି ସୁଖ ସ୍ପର୍ଶମଣି ରୂପନିଧି ନାହିଁ, ତେବେ ଆଜୀବନ ଝୁରାଇ ମାରିବା ପାଇଁ ବିଧି ଆଜି ଏ ସୁଷମା ଦେଖେଇଲା। ଏ ଦୃଶ୍ୟ ସତ୍ୟ ଅବା ସହସା ଭାଙ୍ଗିବାକୁ ଯାଉଥିବା ଏକ ସ୍ୱପ୍ନ। ଅନୁସୟା ତେଣେ କହିଲେ, ପ୍ରିୟମ୍ବଦେ ତୋର ପୌରୋହିତ୍ୟ ପାଇଁ ଏଠି ସ୍ଥାନ କାହିଁ? ସମାଜର ଦ୍ୱିଜଗଣ ଏକାଠି ହେବେ, ତାରା ବିଖଚିତ ସୁନ୍ଦର ଚନ୍ଦ୍ରାତପ ଲମ୍ବିତ ହେବ। ରାଜାଗଣ ଚତୁର୍ଦିଗରେ ଉଜ୍ଜଳ ମଶାଲ ହାତରେ ଧରିଥିବେ। ବାଣ ରୋଷଣୀରେ ଆକାଶ ଉଲ୍ଲସିତ ହେବ। ହୁଳହୁଳି ପଡ଼ୁଥିବ। ମଲ୍ଲୀବନରେ ଭ୍ରମରମାନେ କୁଞ୍ଜନ କରୁଥିବେ। ଚକର ଟେଣ୍ଟୋଇ ଆମୋଦରେ ମଙ୍ଗଳ ସଙ୍ଗୀତ ଗାନ କରୁଥିବେ। ସେତେବେଳେ ନିଆଳି ଲତାମାନେ କରଚ୍ୟୁତ କରି ପବମାନେ ସମର୍ପିବେ। ସେମିତି ହିଁ ହେବ ସୁନ୍ଦରୀଙ୍କର ରାଜପରିଣୟ।
ଶକୁନ୍ତଳା ଅନୁସୟାର ବାକ୍ୟ ଶୁଣି ହସି ଦେଇ କହିଲେ, ସତ୍ୟ କହିଲ। ଏପରି ଭାବେ ହସାହସି ହେଇ ସଖୀଦ୍ୱୟ ନିଜ କାର୍ଯ୍ୟ ମନୋରଥେ ଅଗ୍ରଣୀ ହେଲେ ଓ ଶକୁନ୍ତଳା ନବମାଳିକାର ମୂଳରେ ଜଳସିଞ୍ଚନ କରିବାକୁ ଲାଗିଲେ। ନିଆଳି ଫୁଲ ଉପରେ ବସିଥିବା ଏକ ଭ୍ରମର ତତ୍କ୍ଷଣାତ୍ ଉଡ଼ି ଆସି ସୁନ୍ଦରୀର ମୁଖ ଉପରେ ବସି ପଡ଼ିଲା। ବିତାଡ଼ିତ କରିବା ମାତ୍ରକେ ପୁଣି ମୁହୁର୍ମୁହୁ ଊର୍ଦ୍ଧ୍ୱତଳ ଉଡ଼ି ବୁଲି କେତେବେଳେ ଶକୁନ୍ତଳାଙ୍କର ଚାରିପାର୍ଶ୍ୱରେ ଦୀର୍ଘ ଗୁଣୁଗୁଣୁ ଶବ୍ଦ କରି ପ୍ରଦକ୍ଷିଣ କରି ନେଉଥାଏ। ଭ୍ରମରର ଗତିବିଧିକୁ ଅପଲକ ଅନୁଧ୍ୟାନ କରି ଚପଳାଙ୍ଗୀ ତାକୁ ତଡ଼ିବାରେ ଲାଗିଲା। ବକ୍ଷ ଡେରି କଟି ଗ୍ରୀବା ଭାଙ୍ଗି ହସ୍ତରେ ଭ୍ରମରକୁ ତଡ଼ିବାରେ ବ୍ୟାପୃତ ସେ କ୍ରିୟା ଏକ ନର୍ତ୍ତକୀର ଭଙ୍ଗିମା ସବୁକୁ ଦର୍ଶାଉଥାଏ। ସରଳତାରେ ଶୋଭିତ ସେ ଲାସ୍ୟମୟୀ ସୁରାଙ୍ଗନାର ନୃତ୍ୟକୁ ପାଦପ ଅଢ଼ୁଆଳରେ ଲୁକ୍କାୟିତ ସୁରରାଟ ସମ୍ଭ୍ରମ ପାଶୋରି ସ୍ତମ୍ଭୀଭୂତ ହୋଇ ଦେଖୁଥାନ୍ତି। ଅଧୀର ହୋଇ ସୁନ୍ଦରୀ ସଖୀମାନଙ୍କୁ ଡାକ ଦେଲା, ଆସ ହେ ପ୍ରାଣମିତ। ସେ କଣ୍ଠସ୍ୱରର ଝଙ୍କାରରେ ବନ ପ୍ରତିଧ୍ୱନିତ ହେଲା। ସତେ ଯେପରି ଚନ୍ଦ୍ରରୁ ସୁଧା ଝରି ମୋହନ ମନ୍ତ୍ରରେ ମନ୍ତ୍ରୀ ଦେଲା। ପୁଷ୍ପଧନୁର ଟଙ୍କାରରେ ରାଜାଙ୍କର ଧୈର୍ଯ୍ୟର ମଣି ଅପହୃତ ହେଲା। ପୁଣି ଶକୁନ୍ତଳା ଡାକ ଦେଲା, ଆସ ହେ ସଖୀ ଥରେ, ଏକ ଦୃଷ୍ଟ ମଧୁପ ନିଆଳିରୁ ଆସି ବାରଣ ନ ମାନି ମୋତେ ବିବ୍ରତ କରୁଛି। ପ୍ରିୟମ୍ବଦା ଜାଣି ନ ଜାଣିଲା ପରି ବ୍ୟଞ୍ଜନା କରି କହିଲା, କୁରୁ ରାଜ୍ୟରେ ସେ ପୁଣି ତପୋବନ ଭିତରେ ଭ୍ରମରର ଗଞ୍ଜଣା? କ'ଣ ମହାରାଜ ଦୁଷ୍ମନ୍ତଙ୍କ ପ୍ରତାପ ସେ ଦୁର୍ଜନର କାନରେ ପଡ଼ିନାହିଁ? ଏହାକୁ ସଠିକ୍ ଅବସର ମନେ କରି ନୃପତି ଶକୁନ୍ତଳାଙ୍କ ନିକଟରେ ତତ୍କ୍ଷଣାତ୍ ଉପସ୍ଥିତ ହେଲେ। କହିଲେ, ହେ ସୁଶୀଳା, କେଉଁ ଦୁଷ୍ଟ ତମକୁ ବିବ୍ରତ କରୁଛି? ପୌରବ ଭୂପତି ଥିବାବେଳେ ଭୟର କୌଣସି କାରଣ ନାହିଁ ତଥା କୌଣସି ଅବଳା ଅସୁରକ୍ଷିତର ଉପଦ୍ରବ ସହିବାର ତିଳେ ମାତ୍ର ଆବଶ୍ୟକତା ନାହିଁ। ସୁନ୍ଦରୀ ଶକୁନ୍ତଳା ଦେଖିଲେ ସମ୍ମୁଖରେ ଅପୂର୍ବ ସୁନ୍ଦର ବୀର ଯୁବକ ଦଣ୍ଡାୟମାନ। ଅଙ୍ଗକାନ୍ତି ସୌଷ୍ଠବ୍ୟରୁ ମନେ ହୁଏ ସ୍ୱୟଂ କାମଦେବ ଅଥବା ନର ରୂପରେ ଚନ୍ଦ୍ରଦେବ। ଥରୁଟିଏ ତାଙ୍କ ମୁଖ ଚାହିଁ ମୁଣ୍ଡ ତଳକୁ କରିଦେଲେ ଶକୁନ୍ତଳା। ସତେବା ଲାଜକୁଳିଲତାରେ କାହାର ହସ୍ତସ୍ପର୍ଶ ହେଇଗଲା। ବିସ୍ମୟର ମେଘମାଳା ତାଙ୍କ ହୃଦୟ ଆକାଶରେ ବ୍ୟାପିଗଲା। ସଲ୍ଲଜେ ସହଚରୀ ତାଙ୍କର ବ୍ୟସ୍ତ ବଲ୍ଲଳ ଶରୀରକୁ ସଜାଡ଼ି ଦେଲେ। ନୟନ ଯୁଗଳରେ କେବଳ ରହିଥିଲା ନୃପତିଙ୍କ ଚରଣର ଦୃଶ୍ୟ। ସଖୀ ଦୁହେଁ ଶାନ୍ତ ଗଭୀର ପ୍ରତିଭାନ୍ୱିତ ଯୁବାମୂର୍ତ୍ତିଙ୍କୁ ଦେଖି ସତେକି ନୃପତି ଦୁଷ୍ମନ୍ତ ବୋଲି ଭାବି ଆଚମ୍ବିତ ହେଲେ ଓ କହିଲେ, ଆମ ପ୍ରିୟ ସଖୀ ପ୍ରତି ଏକ ମଧୁକର ଉପଦ୍ରବ କରୁଥିଲା। ସମ୍ଭ୍ରମର ସହିତ ବିନୟପୂର୍ଣ୍ଣ ଭାବେ ପ୍ରିୟମ୍ବଦା ତାଙ୍କୁ ତରୁ ତଳକୁ ଡାକି ହସ୍ତ ପ୍ରସାର କରି ଏକ ଚିକ୍କଣ ଶିଳାର ଆସନ ଗ୍ରହଣ କରିବାକୁ ନିବେଦନ କରିଲେ। ଇଙ୍ଗିତରେ ରାଜାଙ୍କ ପାଦ ଅର୍ଘ୍ୟ ପାଇଁ ସଖୀକୁ ଡାକିଲେ। ଏସବୁ ଜାଣିପାରି ନୃପତି କହିଲେ, ତୁମ୍ଭମାନଙ୍କର ସାବଲୀଳ ଆତିଥ୍ୟରେ ମୁଁ ପ୍ରୀତ। ଏବେ ସ୍ଥିର ଭାବେ ମୋ ସନ୍ନିକଟରେ କ୍ଷଣଟିଏ ପାଇଁ ଆସନ ଗ୍ରହଣ କରିଲେ ମୋ ଆନନ୍ଦ ଶତଗୁଣିତ ହେବ। ତିନିହେଁ ପରସ୍ପରକୁ ଠରାଠରି ହେଇ ପ୍ରଥମେ ତୁ ବସ୍ କହି ଜଣେ ଅନ୍ୟର ହାତ ଚାପି ଧରି ବସିଲେ। ନୃପତି କୌତୂହଳରେ ଜାଣି ନ ଜାଣିଲା ପରି ଏସବୁ ଦେଖୁଥାନ୍ତି। ନୃପତି ମୁନିକୁମାରୀଙ୍କ କୁଶଳ ବାର୍ତ୍ତା ପଚାରନ୍ତେ ସଭିଏଁ ଉତ୍ତର ଦେଲେ, ଈଶ୍ୱରଙ୍କ କୃପାରୁ ସବୁ କିଛି କୁଶଳ। ନରେଶ କହିଲେ, ତୁମ୍ଭମାନଙ୍କର ମୁଖର ପ୍ରଫୁଲ୍ଲତା ପ୍ରଥମରୁ ହିଁ ବନର ଶୁଭବାର୍ତ୍ତାକୁ ଦର୍ଶାଇ ଦେଉଛି। ପୁଣି ତିନି ଜଣଙ୍କର ସମବୟସ ଅନୁରୂପ ଅମାୟିକ ବ୍ୟବହାର ଏ ବଣ ପ୍ରାନ୍ତରକୁ ଏକ ଆନନ୍ଦମୟ ପ୍ରେମାଗାରରେ ପରିଣତ କରିଛି। ରମଣୀମାନଙ୍କ ହୃଦୟରେ ଅତିଥିଙ୍କର ପରିଚୟ ପାଇଁ ଉତ୍କଣ୍ଠା ବଢ଼ି ଚାଲିଥାଏ। ପ୍ରିୟମ୍ବଦାଙ୍କର ଅନୁସୟାଙ୍କ ସହିତ ଅନେକ ଠରାଠରି ହେବା ପରେ ଆଉ ବିଳମ୍ବ ସହି ନ ପାରି ଆଗ୍ରହର ସହିତ ପରିଚୟ ପଚାରି ବସିଲେ। ବାକ୍ୟାଳାପରେ ନୃପତି ପ୍ରତ୍ୟୁତ୍ତର ଦେଲେ, ପୁରୁବଂଶରେ ମୋର ଜନ୍ମ, ଦୁର୍ଦ୍ଦମ ଦମନ ଓ ପ୍ରଜାମାନଙ୍କ କଲ୍ୟାଣ ମୋର ଚିରାଗତ କୁଳଧର୍ମ। ମୃଗୟା ବିହାର ମଧ୍ୟରେ ତପୋବନ ଦର୍ଶନ ପାଇଁ ମନ ହେଲା। ତପୋବନରେ ଭ୍ରମଣ କରିବା ସମୟରେ ରାଜାଙ୍କର ନାମ ଶୁଣି ମୁଁ ଆଗମନ କରିଛି। ଆଉ ଏବେ ଦେଖୁଛି ତୁମେ ତିନି ସଖୀ ଏ ତପୋବନର ଅଳଙ୍କାର। ତପସ୍ୟାର ଫଳ ରୂପିଣୀ ତୁମ ତିନି ଜଣଙ୍କର ତପସ୍ୱିନୀ ପରି ଆଚରଣ ମୋତେ ବିସ୍ମିତ କରିଛି। ମନରେ କୌତୂହଳ ଜାତ ହେଉଛି ଯେ ଚିର ବ୍ରହ୍ମଚାରୀ କଣ୍ୱ ମହାଋଷି କିପରି ଭାବରେ ପୁତ୍ରୀ ସନ୍ତାନ ପ୍ରାପ୍ତ କରିଲେ। ଏହା ଶୁଣି ପ୍ରିୟମ୍ବଦା ଉତ୍ତର ଦେଲେ, ଏକଦା ମହାଋଷି ବିଶ୍ୱାମିତ୍ର କଠୋର ତପସ୍ୟାରେ ନିମଗ୍ନ ଥିଲେ। ତାଙ୍କର ଘୋର ତପସ୍ୟାରେ ଭୟଭୀତ ଇନ୍ଦ୍ରରାଜ ତପଭଙ୍ଗ ପାଇଁ ମେନକାଙ୍କୁ ଧରାପୃଷ୍ଠକୁ ପ୍ରେରଣ କରିଲେ।
ରାଜଶ୍ରୀଙ୍କ ସହ ମେନକାଙ୍କର ତେଜର ମିଳନରେ ନବରମଣୀୟ ରତ୍ନ ଶକୁନ୍ତଳାଙ୍କର ଉତ୍ପତ୍ତି ହେଲା ଏବଂ କଣ୍ୱ ମୁନିଙ୍କର ଆଶ୍ରମରେ ଆସି ପତିତ ହୋଇ ପ୍ରତିବର୍ଦ୍ଧିତ ହୋଇ ଚାଲିଲା। ମହର୍ଷି ଦେଖିପାରିଲେ ଉପଯୁକ୍ତ ସମୟ ଆସିଲେ ଅନୁରୂପ ପାତ୍ର ହସ୍ତରେ ବାଳାଟି ସମର୍ପିତ ହେବ। ଏ ବାଣୀର ଶ୍ରବଣ ମାତ୍ରେ ନୃପତିଙ୍କ ଆଶା ତରୁ କୁସୁମିତ ହୋଇ ଉଠିଲା। ସ୍ୱର୍ଗୀୟ ଲତାପ୍ରାୟ ସ୍ୱର୍ଗୀୟ ସୁଷମାରେ ସ୍ୱର୍ଗୀୟ ସୌରଭାନ୍ୱିତ ଅନାଘ୍ରାତ ଅଚୁମ୍ବିତ ଶକୁନ୍ତଳାଙ୍କ ଲାଳିତ୍ୟ ରତ୍ନ ନୃପତିଙ୍କୁ ଅଗ୍ନି ସମୟ ତେଜମୟ ପ୍ରତୀୟମାନ ହେଉଥିଲା। ତରୁଣୀ ଶକୁନ୍ତଳା ମଧ୍ୟେ ମଧ୍ୟେ ନୃପକେଶରୀଙ୍କ ମୁଖାବଲୋକନ କରୁଥିଲେ। ଯେତେବେଳେ ତାଙ୍କର ମୁଖ ଅନ୍ୟ ଦିଗରେ ରହୁଥିଲା, କିନ୍ତୁ ଯେହ୍ନେ ରାଜନ ଶକୁନ୍ତଳାଙ୍କ ମୁଖ ଦିଗକୁ ଅବଲୋକନ କରୁଥିଲେ, ତାଙ୍କ ମୁଖ ସ୍ୱଲଜ୍ଜାବଶତଃ ତଳକୁ ନଇଁ ଯାଉଥିଲା। ମଝିରେ ମଝିରେ ସେ ନୃପଙ୍କର ମୁଖ ଦର୍ଶନ କରି ସୁଖ ଲାଭ କରୁଥିଲେ, ଆଉ ନୃପତି ପୁନଃ ପୁନଃ ଶକୁନ୍ତଳାଙ୍କ ଦିବ୍ୟ ପ୍ରଭାପୂର୍ଣ୍ଣ ମୁଖକୁ ଅବଲୋକନ କରୁଥିଲେ। ଲଜ୍ଜାବଶତଃ ଉଠି ଚାଲିଗଲେ ଅତିଥିଙ୍କର ଅସମ୍ମାନ ହେବ, ଏଇ ଚିନ୍ତା କରି ସଖୀମାନଙ୍କ ସହ ସେ ସେଠାରେ ବସି ରହିଲେ। ନୃପକେଶରୀ ଦୁଷ୍ମନ୍ତ ସଖୀମାନଙ୍କ ସହ ଆଳାପକୁ ଗୌଣ କରି ଶକୁନ୍ତଳାଙ୍କର ଅନିନ୍ଦ୍ୟ ସୁନ୍ଦର ମୁଖ ରାଜ୍ୟର ସୁଗଠିତ ନାସା, ବର୍ତ୍ତୁଳ ଚିବୁକ, ମନୋହର ଓଷ୍ଠାଧାରକୁ ତ କେବେ ସୁନୀଳ ନିବିଡ଼ ଭ୍ରୁଲତାରେ ସଜ୍ଜିତ ଲଲାଟ, ପଦ୍ମ ପଙ୍ଖୁଡ଼ି ପରି ବିଶାଳ ଢଳ ଢଳ ଗଭୀର ନେତ୍ର ଓ ସେ ସୁନ୍ଦର ମୁଖମଣ୍ଡଳର ରାଜକୀୟ ସୁଷମାକୁ ନିଜ ଚକ୍ଷୁ ଦ୍ୱାରା ଆତ୍ମସାତ କରି ଚାଲିଥାନ୍ତି। ଏ ଲାବଣ୍ୟର ଆମନ୍ତ୍ରଣ ତାଙ୍କୁ ଏ ରୂପସୀ ଲଳନା ସହ ଅଧିକ ନିବିଡ଼ ହେବା ନିମନ୍ତେ ବ୍ୟଗ୍ର କରି ତୋଳୁଥାଏ। ଏପରି ଭାବେ ପରସ୍ପରକୁ ଦେଖିବା ସମୟରେ ଥରେ ଥରେ ଦୁହିଁଙ୍କର ଚାରି ନେତ୍ର ପରସ୍ପର ସହ ମିଶି ଯାଉଥିଲା, ଆଉ ସେତେବେଳେ ପ୍ରେମର ସୌଦାମିନୀ ହୃଦୟ କ୍ଷେତ୍ରକୁ ଚମକାଇ ଆଲୋକିତ କରିଦେଉଥିଲା। ଶକୁନ୍ତଳାଙ୍କୁ ଦୁଷ୍ମନ୍ତ ନରେଶଙ୍କର ଅଙ୍ଗମୁଖ ଦର୍ଶନର ସୁଯୋଗ ମିଳୁନଥିଲା, ତେଣୁ ଲଜ୍ଜାବଶତଃ ତଥା ପ୍ରେମର ତରଙ୍ଗରେ ଆହ୍ଲାଦିତା ହୋଇ ସେ ମୁଖ ତଳକୁ କରି ନୃପତିଙ୍କର ସୁନ୍ଦର ପାଦ ଯୁଗଳକୁ ଦେଖି ଚାଲିଥିଲେ। ସେହି ପାଦରେ ଲାଗିଥିବା ଆଶ୍ରମର ଧୂଳିମାଟିକୁ ପୋଛି ଦେବା ପାଇଁ ତାଙ୍କର ତୀବ୍ର ଇଚ୍ଛା ହେଉଥିଲା, ଅବା ସେହି ଚରଣ ଯୁଗଳରେ ଲାଗିଥିବା ଧୂଳି ରେଣୁକୁ ଶ୍ରଦ୍ଧାର ସହିତ ନିଜ ମସ୍ତକରେ ତିଳକ ଭାବେ ଧାରଣ କରି ଅତିଥି ସତ୍କାର କରିବା ପାଇଁ ଅଧୀର ହେଉଥିଲା। ହଠାତ୍ ଏହି ସମୟରେ ବନ୍ୟ ହାତୀର ଭୟରେ ଅରଣ୍ୟରେ ଚହଳ ସୃଷ୍ଟି ହେଲା। ପୁଣି କାହାକୁ କହିବାରେ ଶୁଣାଗଲା ଯେ, ସାବଧାନ ବନବାସୀ, ଦୁଷ୍ମନ୍ତ ନରେଶ ମୃଗୟା ବିହାରରେ ଆସି ତପୋବନରେ ବିଜେ କରିଛନ୍ତି। ଅଶ୍ୱ ଓ ହାତୀମାନଙ୍କର ଅଗଣିତ ଦଳ ବନକୁ ମାଡ଼ି ଆସୁଛନ୍ତି। ବନ ମଧ୍ୟରେ ବସବାସ କରୁଥିବା ବନ୍ୟ ଜୀବମାନେ ଚରିବା ଛାଡ଼ି ଇତସ୍ତତ ହୋଇ ଧାବମାନ ହେବାକୁ ଲାଗିଥିଲେ। ଯୁବତୀମାନେ ଭୟପୂର୍ଣ୍ଣ ଆଖିରେ ଚଞ୍ଚଳ ଭାବେ ଉଠି ଛିଡ଼ା ହେଲେ। ସହସା ଏକ ଭୀତତ୍ରସ୍ତ ମୃଗ ଶାବକ ଆସି ଶକୁନ୍ତଳାଙ୍କର ବଉଳ ପୁଷ୍ପ ପରି ଉତ୍ତରୀୟ ଉପରେ ଠିଆ ହୋଇଗଲା। ପୁଣି କାହାର ସ୍ୱର ଜଙ୍ଗଲ ଭିତରୁ ଛୁଟି ଆସିଲା ଯେ, ଏକ ପ୍ରକାଣ୍ଡ ବନ୍ୟ ହସ୍ତୀ ଭୟ ପାଇ ପାଗଳଙ୍କ ପରି ଏଣେ ତେଣେ ଧାବମାନ ହେଉଛି। ପୁଣି କାହାର ସ୍ୱର ଜଙ୍ଗଲ ଭିତରୁ ଛୁଟି ଆସିଲା ଯେ, ଏକ ପ୍ରକାଣ୍ଡ ବନ୍ୟ ହସ୍ତୀ ଭୟ ପାଇ ପାଗଳଙ୍କ ପରି ଏଣେ ତେଣେ ଧାବମାନ ହେଉଛି। ବିଶାଳ ବୃକ୍ଷମାନଙ୍କର ଶାଖାକୁ ଭାଙ୍ଗୁ ଭାଙ୍ଗୁ ତାର ଦାନ୍ତ ଭାଙ୍ଗି ଯାଇଛି, ତେଣୁ ସେ ଅତ୍ୟନ୍ତ ଆକ୍ରମକ ହୋଇଯାଇଛି। ସମ୍ଭ୍ରମର ସହ ନୃପତି ବସିବା ସ୍ଥାନରୁ ଉଠି ଛିଡ଼ା ହେଲେ, କିନ୍ତୁ ତରୁଣୀମାନଙ୍କର ସଙ୍ଗ ଛାଡ଼ିବାକୁ ତାଙ୍କୁ ତିଳେ ମଧ୍ୟ ଇଚ୍ଛା ହେଉନଥିଲା। ସଖୀମାନଙ୍କୁ ଅନାଇ କହିଲେ, ମୁଁ ଯାଉଛି, ଦେଖିବି କେଉଁ ରୂପ ନେଇ ସେ ଉନ୍ମତ୍ତ ମାତଙ୍ଗ ତପବନରେ ଉପଦ୍ରବ କରୁଛି, ଆଉ ତାର ନିବାରଣ କରିବି। ମୋ ଧୃଷ୍ଟତାକୁ ମନରେ ଧରିବନି ବୋଲି ମୋର ବିଶ୍ୱାସ। ତଥାପି ମୁଁ ଶୀଘ୍ର ପୁଣି ଆସି ମୋର ତ୍ରୁଟିକୁ ସୁଧାରି ନେବି। ସଖୀମାନେ କହିଲେ, ଅତିଥି ସତ୍କାର ନ କରିପାରିବା ଯୋଗୁଁ ଆମ୍ଭମାନଙ୍କର ଗ୍ଲାନିବୋଧକୁ ହେ ଆର୍ଯ୍ୟ, ଆପଣ ପୁନଃ ଦର୍ଶନ ଦେଇ ଆତିଥ୍ୟର ସୁଯୋଗ ଦେଲେ ହିଁ ଦୂର ହୋଇପାରିବ, ନଚେତ୍ ଆମମାନଙ୍କର ହୃଦୟ ଦୁଃଖପୂର୍ଣ୍ଣ ହୋଇ ରହିଯିବ। ତତ୍କ୍ଷଣାତ୍ ନୃପତି କହିଲେ, ଏପରି କଥା କୁହ ନାହିଁ। ତୁମ୍ଭମାନଙ୍କର ପ୍ରୀତିପୂର୍ଣ୍ଣ ବ୍ୟବହାର ମୁଁ ଆଜୀବନ ଭୁଲିପାରିବି ନାହିଁ। ମୁଁ ମୁନିଙ୍କ ତନୟାଠାରୁ ପ୍ରୀତି ଋଣ ନେଇ ଯାଉଛି, କିନ୍ତୁ କିଛି ବନ୍ଧକ ନ ଦେଲେ କିପରି ଭାବେ ମୋ ପରି ଗୁଣହୀନ ବ୍ୟକ୍ତିର କଥାରେ ବିଶ୍ୱାସ ହେବ। ଏତିକି କହି ଦୁଷ୍ମନ୍ତ ନିଜ ଆଙ୍ଗୁଳିରୁ ଏକ ମୁଦ୍ରିକା ବାହାର କରି ଶକୁନ୍ତଳାଙ୍କ ହାତ ଧରି ପ୍ରେମ ଭରା ହୃଦୟରେ ତାଙ୍କ ଆଙ୍ଗୁଳିରେ ମୁଦ୍ରିକାଟିକୁ ପିନ୍ଧାଇ ଦେଲେ ଓ ତରତର ହୋଇ ସେଠାରୁ ପ୍ରସ୍ଥାନ କଲେ। ରଥରେ ଆରୂଢ଼ ହୋଇ ଅଗ୍ରସର ହେଲେ ଦୁଷ୍ମନ୍ତ ନରେଶ, କିନ୍ତୁ ତାଙ୍କ ମନ ରହିଯାଇଥିଲା ପଛରେ ସେ ଅପରୂପା ସୌନ୍ଦର୍ଯ୍ୟର ଅଧିକାରିଣୀ ମୁନିତନୟା ଶକୁନ୍ତଳାଙ୍କ ପରିଧି ଭିତରେ। ଧୂଳିର ଧୂଆଁ ଉଡ଼େଇ ରଥ ଆଗକୁ ବଢ଼ି ଚାଲିଥାଏ ଓ ନୃପତିଙ୍କ ଆତ୍ମାଠାରୁ ଅଙ୍ଗ ଯାଏ
ଶକୁନ୍ତଳାଙ୍କର ହସ୍ତସ୍ପର୍ଶ ସୁଖ ସ୍ମୃତିକୁ ଆବରି ଉଲ୍ଲସିତ ହେଉଥାଏ। ଏକ ନୂତନ ବଳ ତାଙ୍କ ପ୍ରତି ଅଙ୍ଗରେ ସଞ୍ଚାରିତ ହୋଇଯାଉଥାଏ। ତେଣେ ସଖୀମାନେ ଶକୁନ୍ତଳାର ହାତ ଧରି ଆଙ୍ଗୁଳିରେ ପିନ୍ଧିଥିବା ମୁଦ୍ରିକାର ଦର୍ଶନ କଲେ। ତ୍ରିବର୍ଣ୍ଣ ଶୋଭିତ ଦୁଷ୍ମନ୍ତ ପ୍ରେମ ନିଦର୍ଶନ ରୂପେ ସେ ମୁଦ୍ରିକାରେ ଶୋଭା ପାଉଥିଲା। ତିନି ଜଣ ଚକିତ ଭାବରେ ପରସ୍ପରର ମୁଖ ଦେଖିଲେ। ଶକୁନ୍ତଳାଙ୍କୁ ଜ୍ଞାତ ହେଉନଥିଲା ଯେ ତାଙ୍କ ପିଣ୍ଡରେ ପ୍ରାଣ ଅଛି ଅବା ନାହିଁ, ଅଥବା ଏକ ନବୀନ ଭାବସ୍ରୋତରେ ସେ ପ୍ରାଣଟି ଭାସି ଚାଲିଗଲା। ଅନୁସୟା ଓ ପ୍ରିୟମ୍ବଦା ହସି ହସି କୁଟୀରକୁ ଯାଉଛୁ କହି ସେଠାରୁ ଚାଲିଗଲେ। କିନ୍ତୁ ଚାଲିବା ପାଇଁ ସତେ ଯେମିତି ଶକୁନ୍ତଳାଙ୍କ ପାଦରେ ଆଉ ଶକ୍ତି ନଥିଲା। ଅପଲକ ନେତ୍ରରେ ସେ ନୃପତିଙ୍କ ଯିବା ବାଟକୁ ଚାହିଁ ରହିଥିଲେ। ରାଜା ଦୃଷ୍ଟିଗୋଚର ହେଉନଥିଲେ, କିନ୍ତୁ ଅବଳା ଲଳନାର ଜୀବନରେ ନୂତନ ଶିହରଣରେ ଭରା ପ୍ରଣୟାଙ୍କୁରର ଅଙ୍କରୋଦ୍ଗମ ହୋଇସାରିଥିଲା।